କେହି ଜଣେ ମହାପୁରୁଷ କହିଥିଲେ ନାରୀ ନିଆଁ ନୁହେଁ, ହେଲେ ଏଇ ତିନିଟାକୁ କେବେ ବିଶ୍ୱାସ ନାହିଁ। ମତେ କ୍ଷମା କରିଦବ। ମୁଁ ସେ ଲାଲାର କଥାରେ ପଡ଼ି ମୁଁ ତୁମକୁ ବହୁତ ବଡ଼ ଧକ୍କା ଦେଇଛି। ମତେ କ୍ଷମା କରିଦିଅ। ମତେ ଆଉ ଥରେ ନିଜର କର। ଚୁପ୍ କର। ଏଡ଼େ ମାନେ ଭି ନାରୀ ତୁ ସାତ ଜନ୍ମ ରହିବା ହାତ ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ୱାମୀକୁ ଛାଡ଼ି ଏଇଠି ଚାଲି ଆସିଲୁ। ମୁଁ ଗୋଟେ ଅନ୍ଧ ହୋଇ କେମିତି ବଞ୍ଚେଇଥିଲେ ସେଇଟା ଟିକେ ଚିନ୍ତା କଲୁ ରେ। ତୋ ପରି ନାରୀକୁ କାଲି ମୋ ନୁହେଁ ସ୍ୱୟଂ ଭଗବାନ ବି ଦେଖୁଥିବେ କି କ୍ଷମା ଦେବେ ରେ। ମତେ କ୍ଷମା କରିଦିଅ। ହଁ, ଏଇ ଭୁଲର ମୋ ପାପର ପ୍ରାଶ୍ଚିତ ପାଇଁ ପରା ତମ ପାଖକୁ ଆସିଛି। ସେ ପଛ କଥା ସବୁ ଭୁଲି ଯାଅ। ଏଥର ଆମେ ନୂଆ ସଂସାର କରିବ। ଚାଲ ଆମେ ଘରକୁ ଯିବା। ମୁକାଇଲା ଚେପକୁ ଚାଟିବା ମଣିଷ ମୁଁ ନୁହେଁ, କେବଳ ମୁଁ ନୁହେଁ ଏଇ ଦୁନିଆରେ କୌଣସି ପୁରୁଷ ବି ତୋ ପରି ନାରୀକୁ ନିଜର କରିପାରିବେନି। ମୁଁ ତ ଭାବୁଛି ଏଇ ଦୁନିଆର ଏତେ ବଡ଼ ପାପ କରି ନମରି ବଞ୍ଚୁଛୁ କାହିଁକି? ତମେ ଠିକ କହିଛ। ମୁଁ ଗୋଟେ ପାପିନୀ ନାରୀ। ହଁ, ମୁଁ ଏ ଦୁନିଆରେ ବଞ୍ଚି ରହିବା ଉଚିତ ନୁହଁ। ହଁ, ମୁଁ ଯୋଉ ଭୁଲ କରିଛି ସେଇଥିପାଇଁ ମତେ କ୍ଷମା କରିଦିଅ। ମୋ ପରି ନାରୀ କେହି ବି ହେବେନି, ନହେଲେ ଏମିତି ହେବେ। ସେଇଥିପାଇଁ ମୁଁ ଏ ବିଷ ପିଇ ଆତ୍ମହତ୍ୟା କରିଦେବି। वाह, ଆଜି ଦୁନିଆର ପାପ ଉଣା ହେଇଗଲା। ଯାଉଛି ୟାର ସବୁକୁ ନେଇ ଗଙ୍ଗାରେ ବସାଇ ଦେବି, ଆଉ କିଛି ମାତ୍ରେ ୟାର ପାପ କମିଯିବ।